ଆଜି ସକାଳୁ ସକାଳୁ କି କଷ୍ଟ ଲୋ ମା, ମାଉସୀ ଆସିନଥିଲା। ମୁଁ ଯାଇଥିଲି ଚାଲିବାକୁ, ଆସିକି ଦେଖିଲା ବେଳକୁ ବାସନ ଗଦା ହେଇଛି। ସ୍ଲାବ୍ ଉପରେ ବସି ପଡ଼ିଲି, ମୋ ଗୋଡ଼ କ'ଣ ହେଇଗଲା। ତାପରେ କଢ଼େଇକି ଧରିକି ରଗଡ଼ି ପକେଇଲି ତାକୁ ପଶିକି ଆଉ। ତାପରେ ତରକାରୀ, ବରା, ଇଟଲି, ଗୁଲୁଗୁଲା ଆଣିକି ମୁଁ କହିଲି ଆଉ କେହି ବାସନ କରନା, ସେ ହାତରେ ସବୁ ଧରିକି ଖାଇଦିଅ। ଘର ପାଇଁ ମୋର ଟିକେ କିଛି ସାମାନ ଦରକାର ଥିଲା, ପୁଅକୁ କହିଲି ଅର୍ଡ଼ର କରିବା ପାଇଁ, ସେ କରିଦେଲା। ତା ସାଙ୍ଗରେ ଆଇସ୍କ୍ରିମ୍ ଦୁଇଟା, ଆଉ ଆଇସ୍କ୍ରିମ୍ ନହେଲେ ସେ ଅର୍ଡ଼ର କରିବନି। ତାପରେ ଲଞ୍ଚ ଟାଇମ୍ରେ ଚୁନି ମାଛ ଧରିକି ମୋ ସ୍ୱାମୀ ପଳେଇ ଆସିଲେ, ତାକୁ ବାଛିକି ଆଣିଥିଲେ। ତାକୁ ମୁଁ ଟିକେ ଭଲସେ ଧୁଆଧୁଇ କରିଦେଲି। ଧୁଆଧୁଇ କରିକି ତାକୁ କଡ଼କଡ଼ କରି ଭାଜି, ତାକୁ ଆଳୁ ସାରୁ ପକେଇକି ତାକୁ ଟିକେ ଭଲସେ ତରକାରୀ କରିଦେଲି। ଖାଇସାରିକି ବାହାରି ପଡ଼ିଲି ମୋବାଇଲ ଦୋକାନକୁ। ଆକ୍ଚୁଆଲି ମୋ ମୋବାଇଲର ବ୍ୟାଟେରୀଟା ଟିକେ ଡାଉନ୍ ହେଇଯାଇଥିଲା, ଚାର୍ଜ ରହୁନଥିଲା। ତାପରେ ମ୍ୟାଡ଼ାମ୍ ପାଖକୁ ନେଇକି ଗଲି, ସେ ତାକୁ ସାଙ୍ଗେ ସାଙ୍ଗେ ବନେଇଦେଲେ, ବ୍ୟାଟେରୀ ପକେଇଦେଲେ। ଆଉ ମୋ କାଚ କଭରଟା ଭାଙ୍ଗି ଯାଇଥିଲା, ତାକୁ ବି ସେ ପକେଇ ଦେଇଥିଲେ। ମାର୍କେଟ ଯିବ, ଖାଇବନି, ଆସିବ, ଏଟା କ'ଣ କେଉଁଠି ହେଲାଣି ନା ହେବ। ଆମ ଏଠିକାର ଲୋକମାନେ ଖାଇବାକୁ କ'ଣ ହେଉଛନ୍ତି ଲୋ ମା, ତା ଭିତରୁ ମୁଁ ବି ଜଣେ। ତାପରେ ସାଙ୍ଗେ ସାଙ୍ଗେ ଚାଟ୍ 2 ପ୍ଲେଟ୍ ଅର୍ଡ଼ର ଦେଇଦେଲୁ। ସେ ଚାଟ୍ କ'ଣ ଦେବ, ଦୁଇଟା ଥାଳିଏ ଚାଟ୍ ଦେଇଛି, ଦେଖୁନାହାନ୍ତି। ତାକୁ 2 ଦିନ ମୁଁ ଖାଇବି। ଖାଇ ଦେଇକି ଗୋଟେ ପାର୍ସଲ ଧରିକି ଘରକୁ ପଳେଇ ଆସିଲୁ। ରହିଲି, ରାଧେ ରାଧେ।